बंधुमान नमस्कार। जय जगन्नाथ। आपण माने निश्चय भलरे थिबे। प्रभु जगन्नाथ कृपारू मु आपण मानक आशीर्वाद आ प्रभु जगन्नाथ आशीर्वाद भलरे अछि। बंधु माने 4-5 दिन हैला मु कोनोसी स्टोरी अपलोड करि पारिनी। तार कारण होची मो मामू स्वर्गवासी हो जाइछन्ति, इह धाम त्याग करिछन्ति। आउ सेथि पई मु टिके व्यस्त रहिली आउ किछि अपलोड करि पारिनी। से जहाँ भी हो काम तो एमती चलुची। आज गोटे अलग प्रकार मु कहानी नहीं आपण पाखु आसुची। जड़े स्वामी स्त्री कहानी शेष पर्यंत जड़े जमीती जनक कहीं अग्नि पाखरे बेदी रे साक्षी रखी कही दिहे दुही की 7 जन्म पाई आमे साथी होगा। आउ से कहानी आग को बढ़िया पूर्व बंधु माने आपण मान को अनुरोध, जदि आपण मो चैनल सब्सक्राइब करना दया करी सब्सक्राइब कर दियो, बेल आइकन दबातु और लाइक मध्य बंधु माने एथरक आमे कहानी की नहीं आगे को बढ़िया। बंधु माने कहानी भारी रोचक भरा कहानी। बंधु राजेंद्र बाबू आउ मिनती मैडम 2 जन, तांकर 2 पुओ गोटे झील, संसार बहुत भलरे चली थाए। राजेंद्र बाबू किंतु पिला माने किछि बड़ हैला परे से बाहर को काम अन्वेषण रे चली जाई थांते। कोठी सुरत जाई थांते काम करबा। भगवान जानते कौन तांकर हैला के जानी। सुरत रे काम किछि दिन करबा परे पैसा दबा नबा भल मंद घर कथा बुझा सब किछि करूथांती। हठात तांको देह खराब हो गला। सेठी बहुत डाक्टर मु देखैले, ट्रीटमेंट हेले, तार कौनसी फलप्रद हैला नहीं। घर सहित आलोचना कले, स्त्री सहित आलोचना कले, पिला सहित आलोचना कले, करबा परे समस्ते कहले जे घर को फेरी आसिया समस्त कथा को सम्मान दे से मध्य गाँ को फेरी आसिले। गाँव में बहुत ट्रीटमेंट कले, किसी फलप्रद है। तापर से बड़ मेडिकल गले, रक्त नमूना नहीं गले। कहीं सब जगह खुशी रक्त नमूना नहीं जाए, रक्त परीक्षा करते कौन ना मलेरिया टाइफॉइड अमके समके ता बाबद से औषध खाते। सी कहीं जाने एत बड़ रोग हो शेष मुहूर्त दिन पर दिन दिन पर दिन जो गढ़ी चलला, घर लोक बड़ मेडिकल नहीं गले। जहा है स्वामी स्त्री 2 जनकर मुंड चक्कर खाइला, मुंड में वज्र चढ़क पड़ा। रक्त परीक्षार रिपोर्ट आसिला, रिपोर्ट रे जना पड़ा
HIV ପଜିଟିଭ। ଭଗବାନଙ୍କୁ କହିଲେ, ହେ ପ୍ରଭୁ ଜଗନ୍ନାଥ, ମୁଁ ତ କାହିଁ କିଛି ଭୁଲ କାମ କରିନି, କାହିଁକି ମୋତେ ଏତେ ବଡ଼ ଦଣ୍ଡ ଦେଲ, କାହିଁକି ଏତେ ବଡ଼ ଶାସ୍ତି ଦେଲ ମୋତେ? ବହୁତ କଷ୍ଟ ହେଉଛି। ତଥାପି ଡମ୍ବର ସହିତ ଗାଁକୁ ଫେରିଲେ। ପିଲାମାନେ ପଚାରିଲେ, ବାପା ଯାଇଥିଲ, ରିପୋର୍ଟ କ'ଣ ବାହାରିଲା? ସାଇ ପଡ଼ିଶା ପଚାରିଲେ, ଆପଣ ଯାଇଥିଲେ, କାକା ଯାଇଥିଲେ କି ଭାଇ ଯାଇଥିଲେ, ରିପୋର୍ଟ କ'ଣ ବାହାରିଲା? ସବୁ ଭଲ ତ? ମୁଣ୍ଡ ଟୁଙ୍ଗାରି ଦେଲେ। ତାପରେ ଧୀରେ ଧୀରେ କଥା ବାହାରକୁ ପ୍ରକଟ ହେଲା। କ'ଣ ନା ତାଙ୍କୁ ଏଡ୍ସ ବେମାରୀ ହେଇଛି। ଆଉ ତାପରେ ଗାଁରେ ତାଙ୍କୁ ନିଆଁ ପାଣି କରା ଦିଆଗଲା। ତାଙ୍କ ପିଲାମାନେ ମଧ୍ୟ ତାଙ୍କୁ ସାଥ ଦେଲେନି। କହିଲେ, ବାପା ଆମେ ଲଜ୍ଜା କଥା ଆଉ ସହିପାରୁନୁ, ଆମେ ମୁଣ୍ଡ ଟେକି ବାଟ ଚାଲିପାରୁନୁ। ତମେ ଘରୁ ବାହାରି ଅଲଗା ଜାଗାରେ ଦାୟିତ୍ୱ ନେବ। ସେ କଥା ଶୁଣିଲା ପରେ ରାଜେନ୍ଦ୍ର ବାବୁଙ୍କ ମନ ବହୁତ ଦୁଃଖ, ବହୁତ କଷ୍ଟ। ତଥାପି ସେ ପିଲାମାନେ କେମିତି ବାହାରେ ଲଜ୍ଜିତ ନ ହୁଅନ୍ତୁ, ତାଙ୍କ କଥା ମାନି ଭଗବାନଙ୍କୁ ଡାକି ଘରୁ ବାହାରିଗଲେ। ଆଉ ବାହାରିବା ଭିତରେ ତାଙ୍କ ସ୍ତ୍ରୀ କହିଲେ, ମୁଁ ତୁମ ପାଖରେ ରହିବି, ମୁଁ ତୁମ ସାଙ୍ଗରେ ଯିବି। ରାଜେନ୍ଦ୍ର ବାବୁ ମନା କଲେ, ମୁଁ ତ ମୋ ଭାଗ୍ୟ ନେଇ ଯାଉଛି, ତୁମେ କାହିଁକି ଯିବ? ତାଙ୍କ ଧର୍ମପତ୍ନୀ ତାଙ୍କ ସାଙ୍ଗରେ ଗଲେ। ନା ଏତେ ଜଲ୍ଦି ତାଙ୍କ ହାତ ଛାଡ଼ିଲେନି। 7 ଜନ୍ମ ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କଥା ଦେଇଥିଲେ। ଦୁହେଁ ଦୁହିଁକି ମରିବା ପର୍ଯ୍ୟନ୍ତ ସାଥିରେ ରହିବେ। ଆଉ ସେଇ କଥା ନେଇ ତାଙ୍କ ପତ୍ନୀ ତାଙ୍କ ସାଙ୍ଗରେ ଗଲେ। ତାଙ୍କ ଗାଁ ଠାରୁ ପ୍ରାୟ 2-3 କିଲୋମିଟର ଗୋଟେ ନିଛାଟିଆ ନଦୀ କୂଳରେ ଯାଇ ରହିଲେ। ଛୋଟିଆ ଝୁମ୍ପୁଡ଼ିଟି କରି ରହିଲେ। ଯାହା ଯେତିକି ଔଷଧ ପତ୍ର ଭଲ ମନ୍ଦ ନେଇଥାନ୍ତି ସେଥିରେ ଚଳୁଥାନ୍ତି। ଘର ଲୋକ କିଛି ଧୀରେ ଧୀରେ ଦଉଥାନ୍ତି। ଆଉ ତାପରେ ଛେତକ ମଧ୍ୟ ପିଲାମାନେ ବନ୍ଦ କରିଦେଲେ। ଦିନକର ଘଟଣା। ବହୁତ କଷ୍ଟ ହେଉଥାଏ ତାଙ୍କୁ। ତାଙ୍କ ସ୍ତ୍ରୀ ପାଖରେ ବସିଥାନ୍ତି, ଔଷଧ ଦେଉଥାନ୍ତି। ଆଉ ଟିକେ ବାହାରେ ଆସିଥାନ୍ତି। ଔଷଧ ଦେଇ ସାରିଲା ପରେ ଟିକେ ବାହାରକୁ ଆସିଥାନ୍ତି। କାହିଁକି ନା ପୁନେଇ ଜହ୍ନ ପଡ଼ିଥାଏ। ଆଉ ସେ ଜହ୍ନ ଆଲୋକରେ ବସି ଭଗବାନଙ୍କୁ ଡାକୁଥାନ୍ତି। ଆଉ ଠିକ୍ ସେଇ ସମୟରେ ସେଇ ନଦୀ କୂଳକୁ କିଛି ଆଣ୍ଟି ସୋସିଆଲ ଯୁବକ, ମଦୁଆ ଯୁବକ, ସେମାନଙ୍କର ଆଡ୍ଡା ସେ ଜାଗାରେ କରିବା ପାଇଁ ଯାଇଥାନ୍ତି। ଆଗରୁ ମଧ୍ୟ ଆଡ୍ଡା କରୁଥାନ୍ତି। ଯେତେବେଳେ ମହିଳା ଜଣଙ୍କୁ ଦେଖିଲେ ନିଶାରେ, ଜବରଦସ୍ତ ତାଙ୍କ ସହିତ ଖରାପ କାମ କଲେ। ଆଉ ଗଲାବେଳେ କିଛି ପଇସା ତାଙ୍କ ହାତରେ ଦେଇଦେଇ ଗଲେ।
ଦୁଃଖ ଅନୁଭବ କଲେ, କଷ୍ଟ ଅନୁଭବ କଲେ, ଏ ବୟସରେ ମୋ ସହିତ ଏମିତି ହେଲା, ନା ମୁଁ କାହାକୁ କହିପାରିବି, ନା ମୁଁ ସହିପାରୁଛି। ଭଗବାନଙ୍କୁ ଡାକିଲେ ପଇସାକୁ ଦେଖୁଥାନ୍ତି, ନିଜ ଶରୀରକୁ ଦେଖୁଥାନ୍ତି, ଉପରକୁ ଭଗବାନଙ୍କୁ ଡାକୁଥାନ୍ତି। ସେହି ସମୟରେ ତାଙ୍କ ସ୍ୱାମୀଙ୍କର ଡାକ ଶୁଭିଲା, ଆରେ ଆସ, ମତେ ଭାରି କଷ୍ଟ ହେଉଛି ରେ। ହଁ ହଁ ଯାଉଛି। ଲୁହ ପୋଛିଲେ, ଭିତରକୁ ଗଲେ। ଏଇ ଧାରା ତାଙ୍କର ସବୁଦିନ ରୋଜ ସ୍ୱାମୀ ସ୍ତ୍ରୀଙ୍କର ଚାଲେ। ଆଉ ତା ମଧ୍ୟରେ ଦିନକର କଥା, ଔଷଧ ସରି ଆସିଲାଣି, ପଇସା ନାହିଁ ପାଖରେ। ମାର୍କେଟକୁ ଯେତିକି ପଇସା ଥିଲା ଔଷଧ ପାଇ ଯାଇଥାନ୍ତି। ଯେଉଁ ଆଣ୍ଟିସୋସିଆଲ ଯୁବକମାନେ, ଅସାମାଜିକ ଯୁବକମାନେ ତାଙ୍କ ସହିତ ଖରାପ କାମ କରିଥିଲେ, ସେମାନେ ବାଟରେ ଦେଖିଲେ, ଆଉ ଟିଟକାଳି ମାରିଲେ, କହିଲେ ଆମେ ଆଉ 4 ଜଣ ଗରାକୀ ନେଇ ଆଜି ଯିବୁ। କ'ଣ ରାଜି କର। ସେଠି ବହୁତ ଲଜ୍ଜିତ ହେଲେ, କାହାକୁ କିଛି ନ କହି କାନ୍ଦି ସେଠୁ ପଳେଇ ଆସିଲେ। ସେଇଦିନ ରାତିରେ ସେ ପିଲାମାନେ ଆଉ ଆସିଲେ, ସେ ଆଣ୍ଟିସୋସିଆଲ ଯୁବକମାନେ ଆଉ ଆସିଲେନି। ଏ ଭଗବାନଙ୍କୁ ଡାକିଲେ, ଯାହା ହଉ ଭଗବାନ ମୋତେ ବଞ୍ଚେଇ ଦେଲେ। କିନ୍ତୁ ଉପରବାଲାର କଥା, ତା ପରଦିନ ସେହି ଯୁବକମାନେ ସେହି ଆରାସ୍ଥଳୀକି ପୁଣି ଚାଲି ଆସିଲେ, ଆଉ ତାଙ୍କ ସହିତ ସେ କର୍ମ କଲେ। ଇଏ ଚାହିଁଲେ ବି ମନା କରିପାରୁନଥାନ୍ତି। କାହିଁକି ନା ତାଙ୍କ ସ୍ୱାମୀକି ବଞ୍ଚେଇବାର ଅଛି, ତାଙ୍କୁ ପଇସା ଦରକାର। ପିଲାମାନେ ତ କେହି ପଚାରିଲେନି, ଗାଁ ଲୋକ କେହି ପଚାରିଲେନି, ବନ୍ଧୁବାନ୍ଧବ କେହି ପଚାରିଲେନି, ସମସ୍ତେ ଘୃଣା ଚକ୍ଷୁରେ ତାଙ୍କୁ ଦେଖିଲେ। ତାପରେ ତାଙ୍କର ସେଇଟା ପେଶା ହେଇଗଲା, ଅଭ୍ୟାସ ହେଇଗଲା, କଣ୍ଟିନ୍ୟୁ ଚାଲିଲା। ସମୟ ବଢ଼ି ଚାଲିଲା। ଦିନକର ଘଟଣା, ପଇସା ନାହିଁ ପାଖରେ, ଔଷଧ ନାହିଁ ପାଖରେ, ଭୋର ହେଇ ଆସୁଛି, ଗରାକୀକି ଜଗିକି ବସିଥାନ୍ତି। ତାଙ୍କର ଯେଉଁ ଘରଟି, ତା ବାହା, ଆଉ ସେତିକି ବେଳେ ତାଙ୍କ ସ୍ୱାମୀ ଡାକନ୍ତି, ଆରେ କୁଆଡ଼େ ଗଲ, ଆସ, ମୋତେ ବହୁତ କଷ୍ଟ ହେଉଛି ରେ, ଯଦି କିଛି ମେଡ଼ିସିନ ଅଛି ଟିକେ ଦିଅ। ତାଙ୍କ ପତ୍ନୀ କହୁଥାନ୍ତି ତାଙ୍କୁ, କାହିଁ ସେମିତି ହେଉଛ, ଯାଉଛି, ସକାଳ ହେଇ ଆସୁଛି, ଯଦି କିଏ ଗୋଟେ ଗରାକୀ ପଳେଇ ଆସିବ, ସେଇ ପଇସାରେ ତମ ପାଇଁ ମୁଁ କିଛି ମେଡ଼ିସିନ ଆଣିବି। ଏତିକି କହିଲେ ଚୁପ୍ ହେଇ ବସିଲେ। ଆଉ ସତକୁ ସତ ରାତି ପାହି ଆସିଲାଣି, ସୁନ୍ଦର ଫାଟି ଆସିଲାଣି, ଆଉ ଜଣେ ମଦୁଆ ପହଞ୍ଚିଲେ, ତାଙ୍କ ସହିତ ସମ୍ପର୍କ ରଖିଲେ, ଆଉ କିଛି ପଇସା ଦେଲେ, ଆଉ ସେ ଖୁସି ହେଇ ଗଲେ ତାଙ୍କ ସ୍ୱାମୀ। ଆଉ ତାଙ୍କ ସ୍ୱାମୀ କହିଲେ, ମୋତେ ଆଜି କାହିଁକି ଭଲ ଲାଗୁନି, ବହୁତ କଷ୍ଟ ହେଉଛି, ଟିକେ ମୋ କଥା ମାନିବେ। ସେ କହିଲେ, ହଁ କୁହ, ମୁଁ କ'ଣ ମନା କରୁଛି, ନା ଆଜି କାହିଁ ମୋତେ ତ କୋଳରେ ଟିକେ ଶୋଇବା ପାଇଁ ଇଚ୍ଛା ହେଉଛି। କଥା ଶୁଣି
କୋଳେଇ ନେଲେ ଆଉ ତାଙ୍କ ଜଙ୍ଘ ଉପରେ ମୁଣ୍ଡ ଥୋଇ ତାଙ୍କ ମୁଣ୍ଡକୁ ଟିକେ ଆଉଁସି ଦେଲେ। କହିଲେ, ମୋତେ କ'ଣ ଏଗୁଡ଼ାକ ଭଲ ଲାଗୁଛି? ମୋତେ ବହୁତ କଷ୍ଟ ଲାଗୁଛି। ତମେ ଭାବୁଛ ମୁଁ କ'ଣ ମୋ ଖୁସି ପାଇଁ କରୁଛି? ଆରେ ମୁଁ ସେ ଜାଗାରେ କାଠ ପାଲଟି ଯାଏ ପଇସା ପାଇଁ। ମୁଁ କ'ଣ ଆନନ୍ଦ ନିଏ? ନା, ମୁଁ ଏ କର୍ମ କରେ ଏ ବୟସ ପଇସା। ସେତିକି ବେଳେ ଟିକେ ଟିକେ ଔଷଧ ତାଙ୍କ ପାଟିରେ ଦେଉଥାନ୍ତି ଆଉ କଥା କହି ଚାଲିଥାନ୍ତି। ଆଉ ତା ଭିତରେ ତାଙ୍କ ସ୍ୱାମୀ ମଝିରେ ମଝିରେ କହୁଥାନ୍ତି, ମୋତେ ଭାରି କଷ୍ଟ ହେଉଛି। ମୁଁ କ'ଣ କରିପାରିବି? ଭଗବାନ ତ ଆମକୁ ଏ ଦଣ୍ଡ ଦେଇଛନ୍ତି ତମ ପାଇଁ। ଏ ବୟସରେ ମୋତେ କର୍ମ କରିବାକୁ ପଡ଼ୁଛି। ଭଗବାନ ମୋତେ କ୍ଷମା କରିଦେବେ। ଏତିକି କହିଲା ତାଙ୍କ ଆଖିରୁ ଧାର ଧାର ହୋଇ ଲୁହ ବହୁଥାଏ। ଆଉ ସେ ଲୁହ ତାଙ୍କ ସ୍ୱାମୀଙ୍କ ମୁହଁରେ ପଡ଼ିଲେ ଯେତେବେଳେ ସ୍ୱାମୀ କହିଲେ, କାନ୍ଦୁଛୁ କ'ଣ ପାଇଁ କାନ୍ଦୁଛୁ? ଆରେ ମୋ ଭାଗ୍ୟରେ ଯାହା ଭୋଗିବାକୁ ଅଛି ମୁଁ ଭୋଗିବି। ଆଉ ତାଙ୍କ ପତ୍ନୀ କହିଲେ, ସେ କଥା ତ ସତ, ହେଲେ ଯାହାକୁ ଆମେ ଜନ୍ମ କରିଥିଲେ ଆମକୁ ଘରୁ ବିଦା କରିଥିଲେ ଠିକ୍ ଅଛି, ହେଲେ ତାଙ୍କର କ'ଣ କର୍ତ୍ତବ୍ୟ ନାହିଁ? ଆମେ ଏ ଜାଗାରେ ପଡ଼ିଛୁ, ଟିକେ ଦେଖିବା। ଇଚ୍ଛା ନାହିଁ। ସ୍ୱାମୀ କହିଲେ, ସେ କଥା ତମେ ଭୁଲିଯାଅ। ଆଉ ଯଦି ମୁଁ ମରିଯାଏ ହୁଏତ ତୁମେ କଷ୍ଟରୁ କ୍ଷାନ୍ତ ପାଇବ। ପୁଣି ତମେ ଗାଁକୁ ଫେରିଯିବ, ପିଲାମାନଙ୍କ ସାଥିରେ ରହିବ। ଏଠି କହିଲା ବେଳକୁ ତାଙ୍କ ପାଟି ଖନି ମାରିଗଲା। ତାଙ୍କ ସ୍ତ୍ରୀ ଯେତେବେଳେ ତାଙ୍କ ମୁହଁକୁ ଦେଖିଲେ ଆଉ ତାଙ୍କ ସ୍ୱାମୀଙ୍କର ଜୀବନ ନାହିଁ। କ'ଣ କରିବେ ହତବାକି? ନିଜେ ସକାଳ ହେଇ ଆସିବା ପୂର୍ବରୁ ତାକୁ ନେଇ ସେଇ ଘରେ, ଯେଉଁ ଘରେ ସେ ଶୋଇଥିଲେ ସେଇ ଘର ଭିତରେ ପୋଡ଼ିଦେଲେ। ଆଉ ନିଜେ ସେଇ ନିଆଁ ଜୀବନ ଦେଇଥିଲେ। କିନ୍ତୁ ଭାଇମାନେ, ଆପଣଙ୍କର ଯେତେବେଳେ ଭାଗ୍ୟ ଖରାପ ଥିବ, ଯେତେବେଳେ ସମୟ ଖରାପ ଥିବ, ଆପଣଙ୍କ ପାଖରେ ବନ୍ଧୁ ବାନ୍ଧବ ଭାଇ କେହି ଆସିବେନି, ରହିବେନି। ସେଇ ଉପରବାଲା ହିଁ ତୁମ ପାଖରେ ଥିବ। ତେଣୁ ମୋର ସମସ୍ତଙ୍କୁ ଏତିକି ଅନୁରୋଧ, ଏ ମିଛ ମାୟା ଦୁନିଆରେ ଆପଣମାନେ କିଛି ଭଲ କର୍ମ କରନ୍ତୁ, ତାହେଲେ ଭଗବାନ ଆପଣଙ୍କୁ ଭଲରେ ରଖିବେ। ନମସ୍କାର, ଜୟ ଜଗନ୍ନାଥ। ବନ୍ଧୁମାନେ, ଶେଷରେ ମୁଁ ଏତିକି ଅନୁରୋଧ ଆପଣଙ୍କୁ କରୁଛି, ମୋ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ। ଆଉ ଯଦି
କାହାଣୀଟି ଭଲ ଲାଗୁଥାଏ ତାହେଲେ କମେଣ୍ଟ ମାଧ୍ୟମରେ ଜଣାଇବେ।